କେଶବ ଓ ବିଦ୍ୟାସାଗରଙ୍କ ସାଙ୍ଗରେ ଠାକୁରଙ୍କର ମାତୃବିୟୋଗ ହେବାର ବର୍ଷକ ପୂର୍ବେ ଜଗଦମ୍ବାଙ୍କ ଇଚ୍ଛାରୁ ତାଙ୍କ ଜୀବନରେ ଆଉ ଗୋଟିଏ ବିଶେଷ ଘଟଣା ଘଟିଗଲା। 1875 ମସିହା ମାର୍ଚ୍ଚ ମାସ। ଠାକୁରଙ୍କ ମନରେ ଭାରତବର୍ଷୀୟ ବ୍ରାହ୍ମ ସମାଜର ନେତା ଶ୍ରୀଯୁକ୍ତ କେଶବଚନ୍ଦ୍ର ସେନ ମହାଶୟଙ୍କୁ ଦେଖିବାର ବାସନା ଜାଗ୍ରତ ହେଲା। ଶ୍ରୀଯୁକ୍ତ କେଶବଚନ୍ଦ୍ର ସେତେବେଳକୁ କଲିକତାର କେତେକ ମାଇଲ ଉତ୍ତରରେ ବେଲଘରିଆ ନାମକ ସ୍ଥାନରେ ଶ୍ରୀଯୁକ୍ତ ଜୟଗୋପାଳ ସେନ ମହାଶୟଙ୍କ ଉଦ୍ୟାନ ଗୃହରେ ଶିଷ୍ୟମାନଙ୍କ ସହ ସାଧନ ଭୋଜନରେ ନିଯୁକ୍ତ ଥିଲେ। ହୃଦୟଙ୍କୁ ସାଙ୍ଗରେ ନେଇ ଠାକୁର ସେହି ଉଦ୍ୟାନରେ ଉପସ୍ଥିତ ହେଲେ। ଗାଡ଼ିରୁ ଓହ୍ଲାଇ ହୃଦୟ ଦେଖିଲା ଯେ ଶ୍ରୀଯୁକ୍ତ କେଶବ ଅନୁଚରବର୍ଗଙ୍କ ସହିତ ଉଦ୍ୟାନ ମଧ୍ୟରେ ଥିବା ପୁଷ୍କରିଣୀର ବନ୍ଧାଘାଟ ଉପରେ ବସିଛନ୍ତି। ସେଠାକୁ ଯାଇ ହୃଦୟ ତାଙ୍କୁ ନିବେଦନ ଜଣାଇଲେ, ମୋର ମାମୁଁ ହରି କଥା ଓ ହରି ଗୁଣଗାନ ଶୁଣିବାକୁ ଭାରି ଭଲ ପାଆନ୍ତି। ଆପଣଙ୍କ ସୁନାମ ଶୁଣି ଆପଣଙ୍କ ମୁହଁରୁ ଈଶ୍ୱରଙ୍କ ଗୁଣ କୀର୍ତ୍ତନ ଶୁଣିବା ପାଇଁ ସେ ଏଠାକୁ ଆସିଛନ୍ତି। ଆପଣଙ୍କ ଆଦେଶ ହେଲେ ତାଙ୍କୁ ଏଠାକୁ ନେଇ ଆସିବି। କେଶବ ସେନ ଏଥିପାଇଁ ସମ୍ମତି ଦେଲେ। ହୃଦୟ ଗାଡ଼ିରୁ ଠାକୁରଙ୍କୁ ଡାକି ଆଣିଲେ। ସେଠାରେ ପହଞ୍ଚି ଠାକୁର କହିଲେ, ବାବୁ, ତୁମେମାନେ କୁଆଡ଼େ ଈଶ୍ୱରଙ୍କୁ ଦର୍ଶନ କରିଛ? ଏ ଦର୍ଶନ କିଭଳି ତାହା ଜାଣିବାର ଇଚ୍ଛା ହେଉଛି, ସେଥିଲାଗି ତୁମମାନଙ୍କ ପାଖକୁ ଆସିଛି। ଏ ଭାବରେ କ୍ରମେ ସତ୍ସଙ୍ଗ ଆରମ୍ଭ ହେଲା। କିଛି କ୍ଷଣ ପରେ ଠାକୁର ଗୋଟିଏ ରାମପ୍ରସାଦ ଶ୍ୟାମ ଭଜନ ଗାଇଲେ। ସଙ୍ଗୀତଟି ହେଲା, କିଏ ଜାନେ ମନ କାଲି କେ ମନ। ଏତକ ଗାଉ ଗାଉ ଠାକୁରଙ୍କର ଭାବ ସମାଧି ହୋଇଗଲା। ଠାକୁରଙ୍କର ବାହ୍ୟ ଚେତନା ଫେରାଇ ଆଣିବା ଲାଗି ହୃଦୟ ତାଙ୍କ କାନରେ ପ୍ରଣବ ମନ୍ତ୍ର ଉଚ୍ଚାରଣ କରି ଶୁଣାଇଲେ। ତାହା ଶୁଣୁ ଶୁଣୁ ଠାକୁରଙ୍କର ମୁଖମଣ୍ଡଳ ମଧୁର ହାସ୍ୟରେ ଉଜ୍ଜ୍ୱଳ ହୋଇ ଉଠିଲା। ଏହି ଭାବରେ ଅର୍ଦ୍ଧବାହ୍ୟାଦଶା ପ୍ରାପ୍ତ ହୋଇ ସେ ଗଭୀର ଆଧ୍ୟାତ୍ମିକ ବିଷୟଗୁଡ଼ିକୁ ସାମାନ୍ୟ ଦୃଷ୍ଟାନ୍ତ ସାହାଯ୍ୟରେ ଏପରି ସରଳ ଭାଷାରେ ବୁଝାଇବାକୁ ଲାଗିଲେ ଯେ ସମବେତ ସମସ୍ତେ ମୁଗ୍ଧ ହୋଇ ତାଙ୍କ ମୁହଁକୁ ଚାହିଁ ବସି ରହିଲେ। ଠାକୁର ସେମାନଙ୍କର ଭାବ ଦେଖି କହିଲେ, ଗୋରୁ ଗୋଠକୁ ଅନ୍ୟ କୌଣସି ପଶୁ ପଶି ଆସିଲେ ସେମାନେ ତାକୁ ଶିଙ୍ଗ ହଲାଇ ତଡ଼ି ଦିଅନ୍ତି, କିନ୍ତୁ ଦଳର ଗୋଟିଏ ଗୋରୁ ଆସିଲେ ତାହାର ଦେହ ଚଟାଚଟି କରନ୍ତି। ଆମର ଆଜି ସେହିପରି ହେଲା। ତାପରେ କେଶବଙ୍କୁ ସମ୍ବୋଧନ କରି ଠାକୁର କହିଲେ, ତୁମର ଲାଞ୍ଜ ଖସି ପଡ଼ିଛି। ଏହି କଥାର ଅର୍ଥ ବୁଝାଇବାକୁ ଯାଇ ଠାକୁର ପୁଣି କହିଲେ, ଦେଖ, ବେଙ୍ଗ ଛୁଆର ଯେତେଦିନ ଯାଏ ଲାଞ୍ଜ ଥାଏ ସେତେଦିନ ଯାଏ ସେ ପାଣିରେ ଥାଏ, ସ୍ଥଳଭାଗକୁ ଉଠିପାରେ ନାହିଁ। କିନ୍ତୁ ଲାଞ୍ଜ ଯେତେବେଳେ ଖସି ପଡ଼େ ସେତେବେଳେ ସେ ପାଣି ଭିତରେ ବି ରହିପାରେ ଓ ସ୍ଥଳଭାଗରେ ବି ବିଚରଣ କରିପାରେ। ସେହିପରି ମଣିଷର ଯେତେଦିନ ଯାଏ ଅବିଦ୍ୟା ରୂପକ ଲାଞ୍ଜ ଥାଏ ସେତେଦିନ ଯାଏ ସେ ସଂସାର ଜଳରେ କେବଳ ରହିପାରେ। ଲାଞ୍ଜ ଖସିଗଲେ ସଂସାର ଓ ସଚ୍ଚିଦାନନ୍ଦ ଉଭୟ ବିଷୟରେ ଇଚ୍ଛା ଅନୁସାରେ ବିଚରଣ କରିପାରେ। କେଶବ, ତୁମର ବର୍ତ୍ତମାନ ଏହି ପ୍ରକାର ଅବସ୍ଥା ଆସିଗଲାଣି। ଏ ଅବସ୍ଥାରେ ଜଣେ ସଂସାର ଭିତରେ ରହିପାରେ, ପୁଣି ସଚ୍ଚିଦାନନ୍ଦ ଅବସ୍ଥାକୁ ମଧ୍ୟ ଯାଇପାରେ। ଏଭଳି ନାନା ପ୍ରସଙ୍ଗ କରିବା ପରେ ଠାକୁର ସେଦିନ ଦକ୍ଷିଣେଶ୍ୱରକୁ ଫେରି ଆସିଲେ। ଠାକୁରଙ୍କର ଦର୍ଶନ ପାଇବା ପରେ କେଶବ ସେନଙ୍କ ମନ ତାଙ୍କ ପ୍ରତି ଏତେ ଦୂର ଆକୃଷ୍ଟ ହୋଇ ପଡ଼ିଲା ଯେ ସେଦିନଠାରୁ ସେ ପ୍ରାୟ ଠାକୁରଙ୍କ ପୁଣ୍ୟ ଦର୍ଶନ ପାଇଁ ଦକ୍ଷିଣେଶ୍ୱରକୁ ଚାଲି ଆସୁଥିଲେ। କେବେ କେବେ ଠାକୁରଙ୍କୁ ତାଙ୍କର କଲିକତାସ୍ଥିତ କମଳ କୁଟୀର ନାମକ ଘରକୁ ମଧ୍ୟ ନେଇଯାଉଥିଲେ। ଯେଉଁ ଭାବରେ ହେଉ ତାଙ୍କର ଦିବ୍ୟ ସଙ୍ଗ ଲାଭ ଦ୍ୱାରା ନିଜକୁ ସୌଭାଗ୍ୟବାନ ମନେ କରୁଥିଲେ। ଠାକୁର ଓ କେଶବଙ୍କ ସମ୍ବନ୍ଧ କ୍ରମେ ଏପରି ଗଭୀର ଭାବ ଧାରଣ କଲା ଯେ ପରସ୍ପରକୁ ଅଳ୍ପ ଦିନ ପାଇଁ ନ ଦେଖିଲେ ଉଭୟ ବିଶେଷ ଅଭାବ ବୋଧ କରୁଥିଲେ। କେତେବେଳେ ଠାକୁର କଲିକତାରେ ତାଙ୍କ ନିକଟରେ ଉପସ୍ଥିତ ହେଉଥିଲେ ତ ଅଥବା କେଶବ ସେନ ଦକ୍ଷିଣେଶ୍ୱରକୁ ଆସୁଥିଲେ। ଏହା ବ୍ୟତୀତ ବ୍ରାହ୍ମ ସମାଜର ଉତ୍ସବ ସମୟରେ ପ୍ରତିବର୍ଷ ଠାକୁରଙ୍କ ନିକଟକୁ ଆସି କିମ୍ବା ଠାକୁରଙ୍କୁ ଦକ୍ଷିଣେଶ୍ୱରରୁ ନେଇଯାଇ ତାଙ୍କ ସଙ୍ଗେ ଈଶ୍ୱରୀୟ ପ୍ରସଙ୍ଗ ଆଲୋଚନା କରୁଥିଲେ। ଠାକୁରଙ୍କ ସଙ୍ଗେ ଆଲୋଚନା ଓ ତାଙ୍କ ମୁଖରୁ ତତ୍ତ୍ୱ ଉପଦେଶ ଶ୍ରବଣ କରି ସେହି ଉତ୍ସବର ଗୋଟିଏ ବିଶେଷ ଅଙ୍ଗ ରୂପେ ପରିଗଣିତ ହେଉଥିଲା। ପୁଣି ବେଳେବେଳେ କେଶବ ଜାହାଜରେ ବସି ଗଙ୍ଗା ବକ୍ଷରେ କୀର୍ତ୍ତନ କରି ସଦାବେଳେ ବେଳେ ଦକ୍ଷିଣେଶ୍ୱରକୁ ଆସି ଠାକୁରଙ୍କ ସଙ୍ଗେ ମିଳିତ ହେଉଥିଲେ। କେତେବେଳେ ପୁଣି ଠାକୁରଙ୍କୁ ଜାହାଜରେ ବସାଇ ତାଙ୍କର ଅମୃତମୟ ଉପଦେଶ ଶୁଣି ଶୁଣି ଗଙ୍ଗା ବକ୍ଷରେ ବିଚରଣ କରୁଥିଲେ। ଏକଥା ନିଶ୍ଚିତ ଯେ କେଶବ ସେନଙ୍କ ସହିତ ଠାକୁରଙ୍କର ମିଳନ ଘଟିବା ପରେ ହିଁ କଲିକତାର ଜନସାଧାରଣ ଠାକୁରଙ୍କ କଥା ବିଶେଷ ଭାବରେ ଜାଣିପାରିଥିଲେ। ଠାକୁରଙ୍କ ପୁଣ୍ୟ ଦର୍ଶନ ଓ ଅମୃତ ସନ୍ଧିନୀ ବାଣୀରେ କେଶବଚନ୍ଦ୍ର ଜୀବନ ପଥରେ ଯେତେ ଯେତେ ନୂତନ ଆଲୋକ ଦେଖୁଥିଲେ ସେତିକି ଏହି ବିଷୟ ମୁକ୍ତକଣ୍ଠରେ ଜନସାଧାରଣଙ୍କୁ ଜଣାଇ ସେମାନେ ସମସ୍ତେ ଯେପରି ତାଙ୍କ ଭଳି ତୃପ୍ତି ଓ ଆନନ୍ଦ ଲାଭ କରିବେ ସେଥିଲାଗି ଉତ୍ସାହର ସହିତ ଆସୁଥିଲେ। ସେଥିପାଇଁ ସେହିଦିନଠାରୁ ବ୍ରାହ୍ମ ସମାଜରେ ଇଂରାଜୀ ଓ ବଙ୍ଗଳା ଯାବତୀୟ ପତ୍ରିକା ଯଥା ସୁଲଭ ସମାଚାର, ସଣ୍ଡେ ମିରର, ଥେଇଷ୍ଟିକ୍ କ୍ୱାର୍ଟରଲି ରିଭ୍ୟୁ ପ୍ରଭୃତି ଠାକୁରଙ୍କର ପବିତ୍ର ଚରିତ, ସାରଗର୍ଭ ବାଣୀ ଓ ଧର୍ମ ବିଷୟକ ମତାମତର ଆଲୋଚନାରେ ପୂର୍ଣ୍ଣ ହୋଇଯାଉଥିଲା। ବକ୍ତୃତା ଓ ଏକତ୍ର ଉପାସନା ପରେ ବେଦୀ ଉପରୁ ବ୍ରହ୍ମଶଙ୍କକୁ ସମ୍ବୋଧନ କରି ଉପଦେଶ ପ୍ରଦାନ କଲାବେଳେ ମଧ୍ୟ କେଶବ ପ୍ରମୁଖ ବ୍ରାହ୍ମ ନେତାମାନେ ଅନେକ ସମୟରେ ଠାକୁରଙ୍କର ବାଣୀଗୁଡ଼ିକୁ ଆଲୋଚନା କରୁଥିଲେ। ବ୍ରାହ୍ମ ନେତାମାନଙ୍କର ଧର୍ମ ପିପାସା ଈଶ୍ୱରାନୁରାଗ ଦର୍ଶନରେ ଆନନ୍ଦିତ ହୋଇ ଯାହାଦ୍ୱାରା ସେମାନେ ସାଧନ ସମୁଦ୍ରରେ ଏକାବେଳକେ ବୁଡ଼ିଯାଇ ଈଶ୍ୱରଙ୍କର ପ୍ରତ୍ୟକ୍ଷ ଦର୍ଶନ ରୂପକ ରତ୍ନ ଲାଭରେ କୃତାର୍ଥ ହୋଇପାରିବେ, ସେ ଦିଗରେ ପଥ ଦେଖାଇବା ପାଇଁ ସେତେବେଳେ ଠାକୁର ବିଶେଷ ଭାବରେ ଯତ୍ନବାନ ହୋଇପଡ଼ିଥିଲେ।
କେଶବଙ୍କ ଦେହତ୍ୟାଗରେ ଠାକୁରଙ୍କର ଆଚରଣ। ସେ ଯାହା ହେଉ ଶ୍ରୀଯୁକ୍ତ କେଶବଙ୍କ ପ୍ରତି ଠାକୁରଙ୍କର ଭଲ ପାଇବା କେତେ ଦୂର ଗଭୀର ଥିଲା ତାହା ଆମେ 1884 ମସିହା ଜାନୁଆରୀ ମାସରେ କେଶବଙ୍କର ଶରୀର ରକ୍ଷା ପରେ ଠାକୁରଙ୍କ ଆଚରଣରୁ ସମ୍ୟକ୍ ହୃଦୟଙ୍ଗମ କରିପାରୁ। ଠାକୁର କହିଥିଲେ, ଖବର ଶୁଣି ମୁଁ 3 ଦିନ ଶଯ୍ୟାତ୍ୟାଗ କରିପାରୁନଥିଲି। ମନେ ହୋଇଥିଲା ଯେପରି ମୋର ଗୋଟିଏ ଅଙ୍ଗ ପଡ଼ିଯାଇଛି। ଠାକୁରଙ୍କ ସଂକୀର୍ତ୍ତନରେ ଶ୍ରୀ ଗୌରାଙ୍ଗ ଦେବଙ୍କ ଦର୍ଶନ। କେଶବଙ୍କ ସହିତ ପ୍ରଥମ ପରିଚୟ ପରେ ଠାକୁରଙ୍କ ଜୀବନର ଅନ୍ୟ ଗୋଟିଏ ଘଟଣା ଉଲ୍ଲେଖ କରି ଆମେ ବର୍ତ୍ତମାନ ଅଧ୍ୟାୟର ପରିସମାପ୍ତି କରିବୁ। ଠାକୁରଙ୍କର ସେହି ସମୟରେ ଶ୍ରୀ ଚୈତନ୍ୟ ଦେବଙ୍କର ସର୍ବଜନ ମୋହକର ନଗର କୀର୍ତ୍ତନ ଦେଖିବାକୁ ବାସନା ହୋଇଥିଲା। ଶ୍ରୀ ଜଗଦମ୍ବା ଯେତେବେଳେ ତାଙ୍କୁ ନିର୍ଲିପ୍ତ ଭାବରେ ସେ ବିଷୟ ଦେଖାଇ ପୂର୍ଣ୍ଣ ମନୋରଥ କରିଥିଲେ। ନିଜ ଘରର ବାହାରେ ଛିଡ଼ା ହୋଇ ଠାକୁର ଦେଖିଥିଲେ ପଞ୍ଚବଟୀ ଆଡ଼ୁ ଅଦ୍ଭୁତ ସଂକୀର୍ତ୍ତନ ତରଙ୍ଗ ତାଙ୍କ ଆଡ଼କୁ ଅଗ୍ରସର ହୋଇ ଦକ୍ଷିଣେଶ୍ୱର ଉଦ୍ୟାନର ପ୍ରଧାନ ଫାଟକ ଦିଗକୁ ପ୍ରବାହିତ ହେଉଛି ଏବଂ ବୃକ୍ଷରାନ୍ତଳରେ ଲୀନ ହୋଇଯାଉଛି। ସେ ଦେଖିଲେ ନବଦ୍ୱୀପଚନ୍ଦ୍ର ଶ୍ରୀ ଗୌରାଙ୍ଗ ଦେବ, ଶ୍ରୀ ନିତ୍ୟାନନ୍ଦ ଓ ଶ୍ରୀ ଅଦ୍ୱୈତ ପ୍ରଭୁଙ୍କୁ ସାଙ୍ଗରେ ଧରି ଈଶ୍ୱର ପ୍ରେମରେ ତନ୍ମୟ ହୋଇ ସେହି ଜଗତରଙ୍ଗ ମାଧ୍ୟମରେ ଧୀର ପଦରେ ଆଗମନ କରୁଛନ୍ତି ଏବଂ ଚତୁଃପାର୍ଶ୍ୱସ୍ଥ ସମସ୍ତେ ତାଙ୍କର ପ୍ରେମରେ ତନ୍ମୟ ହୋଇ କେହି ଅବେଶ ଭାବରେ ଏବଂ କେହି ବା ଉଦ୍ଦାମ ତାଣ୍ଡବରେ ଅନ୍ତରରେ ଉଲ୍ଲାସ ପ୍ରକାଶ କରୁଛନ୍ତି। ଏତେ ଲୋକ ହୋଇଛନ୍ତି ଯେ ଦେଖି ମନେ ହେଉଛି ସେମାନଙ୍କର ସେପରି ଅନ୍ତ ନାହିଁ। ସେ ଅଦ୍ଭୁତ ସଂକୀର୍ତ୍ତନ ଦଳ ଭିତରେ କେତେଗୁଡ଼ିଏ ମୁଖ ଠାକୁରଙ୍କ ସ୍ମୃତିପଟରେ ଉଜ୍ଜ୍ୱଳ ବର୍ଣ୍ଣରେ ଅଙ୍କିତ ହୋଇଯାଇଥିଲା ଏବଂ ଏହି ଦର୍ଶନରେ କିଛି କାଳ ପରେ ସେମାନଙ୍କୁ ନିଜ ଭକ୍ତ ରୂପରେ ଆଗମନ କରିବା ଦେଖି ଠାକୁର ସେମାନଙ୍କ ସମ୍ବନ୍ଧରେ ସ୍ଥିର ସିଦ୍ଧାନ୍ତ କରିଥିଲେ ଯେ ପୂର୍ବ ଜୀବନରେ ସେମାନେ ଶ୍ରୀ ଚୈତନ୍ୟ ଦେବଙ୍କର ସହଚର ଥିଲେ। ଠାକୁରଙ୍କର ଫୁଲବୁ ଶ୍ୟାମ ବଜାରକୁ ଯିବା ଏବଂ ଅପୂର୍ବ କୀର୍ତ୍ତନାନନ୍ଦ ଏ ଘଟଣାର ସମୟ ନିରୂପଣ। ସେ ଯାହା ହେଉ ଏହି ଦର୍ଶନରେ କିଛି କାଳ ପରେ ଠାକୁର କାମରୂପଙ୍କର ଏବଂ ହୃଦୟଙ୍କର ଘର ଶିହଡ଼ ଗ୍ରାମକୁ ଯାଇଥିଲେ। ଶିହଡ଼ ଗ୍ରାମର କିଛି ଦୂରରେ ଫୁଲବୁ ଶ୍ୟାମ ବଜାର ନାମକ ସ୍ଥାନ ଅଛି। ଏଠାରେ ଅନେକ ବୈଷ୍ଣବ ବସତି ଅଛି ଏବଂ ସେମାନେ ନିତ୍ୟ କୀର୍ତ୍ତନ ଆଦି କରି ଉକ୍ତ ସ୍ଥାନଟିକୁ ଆନନ୍ଦପୂର୍ଣ୍ଣ କରନ୍ତି ଶୁଣି ଠାକୁରଙ୍କର ସେଠାକୁ ଯାଇ କୀର୍ତ୍ତନ ଶୁଣିବାକୁ ଅଭିଳାଷ ହେଲା। ଶ୍ୟାମବଜାର ଗ୍ରାମ ନିକଟରେ ବେଲଟେ ନାମକ ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ଶ୍ରୀଯୁକ୍ତ ନଟବର ଗୋସ୍ୱାମୀ ଠାକୁରଙ୍କୁ ଏହା ପୂର୍ବରୁ ଦେଖିଥିଲେ ଏବଂ ତାଙ୍କ ଗୃହରେ ପାଦ ଧୂଳି ନେବା ପାଇଁ ନିମନ୍ତ୍ରଣ କରିଥିଲେ। ଠାକୁର ସେତେବେଳେ ହୃଦୟଙ୍କୁ ସାଙ୍ଗରେ ନେଇ ତାଙ୍କ ଗୃହକୁ ଯାଇ 7 ଦିନ ଅବସ୍ଥାନ କରି ଶ୍ୟାମବଜାରର ବୈଷ୍ଣବମାନଙ୍କର କୀର୍ତ୍ତନାନନ୍ଦ ଦର୍ଶନ କରିଥିଲେ। ଏହି ସ୍ଥାନରେ ଶ୍ରୀଯୁକ୍ତ ଈଶାନ ଚନ୍ଦ୍ର ମଲ୍ଲିକ ତାଙ୍କ ସହିତ ପରିଚିତ ହୋଇ ତାଙ୍କୁ ନିଜ ଗୃହରେ କୀର୍ତ୍ତନାନନ୍ଦର ସାଦର ଆହ୍ୱାନ କରିଥିଲେ। କୀର୍ତ୍ତନ ବେଳେ ଠାକୁରଙ୍କର ଅପୂର୍ବ ଭାବ ଦେଖି ବୈଷ୍ଣବମାନେ ବିଶେଷ ଆକର୍ଷଣ ଅନୁଭବ କରୁଥିଲେ ଏବଂ କ୍ରମେ ସର୍ବତ୍ର ସେହି କଥା ପ୍ରଚାର ହୋଇଗଲା। କେବଳ ଶ୍ୟାମବଜାର ଗ୍ରାମରେ ହିଁ ଯେ ସେହି କଥା ପ୍ରଚାର ହୋଇଥିଲା ତାହା ନୁହେଁ, ରାମଜୀବନପୁର, କୃଷ୍ଣଗଞ୍ଜ ପ୍ରଭୃତି ଚତୁଃପାର୍ଶ୍ୱସ୍ଥ ଦୂରଦୂରାନ୍ତରର ଗ୍ରାମମାନଙ୍କରେ ମଧ୍ୟ ସେହି କଥା ପ୍ରଚାର ହୋଇଥିଲା। କ୍ରମେ ସେହିସବୁ ଗ୍ରାମରୁ ସେ ଦଳ ସଂକୀର୍ତ୍ତନ ଦଳ ସହିତ ତାଙ୍କୁ ଆନନ୍ଦ କରିବାକୁ ଆଗମନ କରି ଶ୍ୟାମବଜାରକୁ ଅତ୍ୟନ୍ତ ଜନାକୀର୍ଣ୍ଣ କଲେ ଏବଂ ଦିନରାତି କୀର୍ତ୍ତନ ଚାଲିଲା। କ୍ରମେ ପ୍ରଚାର ହେଲା ଯେ ଜଣେ ଭଗବତ ଭକ୍ତ ଏହି କ୍ଷଣରେ ମୃତ ଏବଂ ପର କ୍ଷଣରେ ଜୀବିତ ହୋଇ ଉଠୁଛନ୍ତି। ସେତେବେଳେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଲୋକେ ଗଛ ଉପରେ ଚଢ଼ି ଘରର ଚାଳ ଉପରେ ଉଠି ଆହାର ନିଦ୍ରା ଭୁଲି ଉଦ୍ଗ୍ରୀବ ହୋଇ ଚାହିଁ ରହିଲେ। ଏପରି 7 ଦିନ 7 ରାତି ସେଠାରେ ଆନନ୍ଦର ବନ୍ୟା ପ୍ରବାହିତ ହୋଇ ଚାଲିଲା। ଲୋକେ ଠାକୁରଙ୍କୁ ଦେଖିବା ପାଇଁ ଏବଂ ତାଙ୍କର ପାଦସ୍ପର୍ଶ କରିବା ପାଇଁ ଏପରି ଉନ୍ମତ୍ତ ହୋଇ ଉଠିଥିଲେ ଯେ ଠାକୁର ସ୍ନାନ ଆହାରର ଅବକାଶ ମଧ୍ୟ ପାଉନଥିଲେ। ପରେ ହୃଦୟ ତାହାଙ୍କୁ ନେଇ ଲୁଚି ଶିହଡ଼ ପଳାଇ ଆସିବାରୁ ସେହି ଆନନ୍ଦ ମେଳର ଅବସାନ ହେଲା। ଶ୍ୟାମବଜାର ଗ୍ରାମରେ ଈଶାନ ଚୌଧୁରୀ, ନଟବର ଗୋସ୍ୱାମୀ, ଈଶାନ ମଲ୍ଲିକ, ଶ୍ରୀନାଥ ମଲ୍ଲିକ ପ୍ରଭୃତି ବ୍ୟକ୍ତିମାନେ ଏବଂ ସେମାନଙ୍କ ବଂଶଧରଗଣ ସେହି ଘଟଣା ଏବେ ମଧ୍ୟ ଉଲ୍ଲେଖ କରିଥାନ୍ତି ଏବଂ ଠାକୁରଙ୍କୁ ବିଶେଷ ଭକ୍ତି ଶ୍ରଦ୍ଧା ପ୍ରଦର୍ଶନ କରନ୍ତି। କୃଷ୍ଣଗଞ୍ଜରେ ପ୍ରସିଦ୍ଧ ଖୋଳବାଦକ ଶ୍ରୀଯୁକ୍ତ ରାଇଚରଣ ଦାସଙ୍କ ସହିତ ମଧ୍ୟ ଠାକୁରଙ୍କର ପରିଚୟ ହୋଇଥିଲା। ତାଙ୍କ ଖୋଳବାଦନ ଶୁଣିଲେ ହିଁ ଠାକୁରଙ୍କର ଭାବାବେଶ ହେଉଥିଲା। ଘଟଣାର ପୂର୍ବୋକ୍ତ ବିବରଣ ଆମେ କିୟଦଂଶ ଠାକୁରଙ୍କ ନିକଟରୁ ଏବଂ କିୟଦଂଶ ହୃଦୟଙ୍କଠାରୁ ଶୁଣିଥିଲୁ। ଏହି ଘଟଣାର ସମୟ ନିରୂପଣ କରିବାକୁ ନିର୍ଲିପ୍ତ ଭାବରେ ସକ୍ଷମ ହୋଇଅଛୁ। ସିନ୍ଥିର ବରାହନଗର ଆଲମ ବଜାର ନିବାସୀ ଠାକୁରଙ୍କର ପରମ ଭକ୍ତ ଶ୍ରୀଯୁକ୍ତ ମହେଶ ଚନ୍ଦ୍ର ପାଲ କବିରାଜ ମହାଶୟ କେଶବ ବାବୁଙ୍କ ଘରେ ଠାକୁରଙ୍କର ଦର୍ଶନ ଲାଭ କରିଥିଲେ। ସେ ଆମମାନଙ୍କୁ କହିଥିଲେ ଯେ ଠାକୁରଙ୍କୁ ଯେତେବେଳେ ସେ ପ୍ରଥମେ ଦର୍ଶନ କରିବାକୁ ଗଲେ ସେତେବେଳେ ଠାକୁର ସେହି ଘଟଣା ପଡ଼ି ଶିହଡ଼ରୁ ଅଳ୍ପ ଦିନ ପୂର୍ବରୁ ଫେରିଥିଲେ। ଠାକୁର ସେଦିନ ଶ୍ରୀଯୁକ୍ତ ମହେନ୍ଦ୍ର ବାବୁଙ୍କ ନିକଟରେ ଫୁଲୁଇ ଶ୍ୟାମବଜାର କଥା କହିଥିଲେ। ଯୋଗାନନ୍ଦ ସ୍ୱାମୀଙ୍କର ଘର ଦକ୍ଷିଣେଶ୍ୱର ମନ୍ଦିରର ଅନତି ଦୂରରେ ଥିଲା। ଏଥିପାଇଁ ତାଙ୍କ କଥା ଛାଡ଼ିଦେଲେ ଠାକୁରଙ୍କ ଦ୍ୱାରା ଚିହ୍ନିତ ଭକ୍ତଗଣ 1879 ମସିହାରୁ ତାଙ୍କ ନିକଟକୁ ଆଗମନ କରିବାକୁ ଆରମ୍ଭ କରିଥିଲେ। ସ୍ୱାମୀ ବିବେକାନନ୍ଦ 1881 ମସିହାରେ ଠାକୁରଙ୍କ ନିକଟକୁ ଆସିଥିଲେ। 1881 ମସିହା ଜାନୁଆରୀ 1ରେ ମଥୁରା ବାବୁଙ୍କ ପତ୍ନୀ ଶ୍ରୀମତୀ ଜଗଦମ୍ବା ଦାସୀଙ୍କର ମୃତ୍ୟୁ ହେଲା।
ସେ ଘଟଣାର ପ୍ରାୟ 6 ମାସ ପରେ ହୃଦୟ ବୁଦ୍ଧିହୀନତାବଶତଃ ମଥୁରବାବୁଙ୍କ ସ୍ୱଳ୍ପବୟସ୍କ ପୁତ୍ରୀର ଚରଣ ପୂଜା କରିବାରୁ କନ୍ୟାର ପିତା ତାହାର ଅକଲ୍ୟାଣ ଆଶଙ୍କା କରି ବିଶେଷ ରୁଷ୍ଟ ହୋଇ ସୁନ୍ଦର ଥରେ ଦକ୍ଷିଣେଶ୍ୱର ଆସି ଠାକୁରଙ୍କର ସଙ୍ଗ ଲାଭ କରିଥିଲେ। ସମାଜରେ ଆଧ୍ୟାତ୍ମିକ ଭାବରେ ପରିଣତି କିପରି କେତେଦୂର ହୋଇଅଛି ଏ ସମ୍ବନ୍ଧରେ ପଚାରିବାରୁ ସେ କହିଥିଲେ, ଏହାଙ୍କୁ ଅର୍ଥାତ୍ ଠାକୁରଙ୍କୁ ଦେଖିବା ଆଗରୁ ଆମେ ଧର୍ମ କାହାକୁ କୁହାଯାଏ କ'ଣ ବୁଝିଥିଲୁ, ଏହାଙ୍କୁ ଦର୍ଶନ କରିବା ପରେ ଯାଇ ବୁଝିଲୁ ଯଥାର୍ଥ ଧର୍ମଜୀବନ କାହାକୁ କୁହାଯାଏ। ପ୍ରତାପ ମଜୁମଦାରଙ୍କ ସହିତ ସେଦିନ ନବବିଧାନ ସମାଜର ଚିରଞ୍ଜୀବୀ ଶର୍ମା ଅର୍ଥାତ୍ ତ୍ରୈଲୋକ୍ୟନାଥ ସାନ୍ୟାଲ ଉପସ୍ଥିତ ଥିଲେ। ସେ ବ୍ରାହ୍ମ ସଙ୍ଗୀତର ବିଶେଷ ପୁଷ୍ଟି ସାଧନ କରିଥିଲେ। ଶୁଣାଯାଏ ଠାକୁରଙ୍କର ନାନା ପ୍ରକାର ଦର୍ଶନ, ଭାବ ଓ ସମାଧି ପ୍ରଭୃତି ସହିତ ପରିଚିତ ହେବା ଫଳରେ ସେ ତାଙ୍କର ଶ୍ରେଷ୍ଠ ଭାବୋଦ୍ଦୀପକ ପଦଗୁଡ଼ିକ ରଚନାରେ ସମର୍ଥ ହୋଇଥିଲେ। ନିବିଡ଼ ଅନ୍ଧାରରେ ମା ତୋର ଚମକିଆ ଅନୁପୁରାସି, ଗଭୀର ସମାଧି ସିନ୍ଧୁ ଅନନ୍ତ ଅପାର, ଚିଦାକାଶେ ହଲ୍ ପୂର୍ଣ୍ଣ ଚନ୍ଦ୍ରୋଦୟ ହେ, ଚିଦାନନ୍ଦ সিন্ধু নীরে প্রেমানন্দের লহরী, আমায় দে মা ପାଗଲ କରେ ପ୍ରଭୃତି ଗଭୀର ମାର୍ମିକ ଭଜନଗୁଡ଼ିକ ଉପରେ ଠାକୁରଙ୍କର ପ୍ରଭାବ ନିଶ୍ଚୟ ପଡ଼ିଅଛି ଏବଂ ଭଜନଗୁଡ଼ିକ ବଙ୍ଗଦେଶର ଭକ୍ତ ସାଧକମାନଙ୍କର ଖୁବ୍ ପ୍ରିୟ ହୋଇ ରହିଆସିଛି। ଏପରି ଭାବରେ ତତ୍କାଳୀନ ବ୍ରାହ୍ମ ସମାଜ ଠାକୁରଙ୍କର ଅଦୃଷ୍ଟପୂର୍ବ ଆଧ୍ୟାତ୍ମିକ ପ୍ରଭାବରେ ଅନୁପ୍ରାଣିତ ହୋଇଥିଲା। ଠାକୁର ଶ୍ରୀରାମକୃଷ୍ଣ ବାଲ୍ୟକାଳରୁ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ କଥା ଶୁଣି ଆସିଥିଲେ। ତାଙ୍କୁ ଦେଖିବା ପାଇଁ ଦିନେ ତାଙ୍କର ପ୍ରବଳ ଇଚ୍ଛା ଜାଗ୍ରତ ହେଲା। 1882 ମସିହାର କଥା। ଅଗଷ୍ଟ ମାସ 5 ତାରିଖ ଶନିବାର ଦିନ 4ଟା ବେଳେ ଠାକୁର ବାହୁଡ଼ ବାଗାନସ୍ଥିତ ବିଦ୍ୟାସାଗରଙ୍କ ଘରକୁ ଆଗମନ କଲେ। ସାଙ୍ଗରେ ଥିଲେ ମାଷ୍ଟର ଭବନାଥ, ହାଜରା ପ୍ରଭୃତି ଭକ୍ତ ସଙ୍ଗୀଗଣ। ବିଦ୍ୟାସାଗରଙ୍କ ସହିତ ନାନାବିଧ ଉଚ୍ଚ ଆଧ୍ୟାତ୍ମିକ ପ୍ରସଙ୍ଗରେ ଆଲୋଚନା ହେଲା। ବିଦ୍ୟାସାଗର ଖୁବ୍ ମୁଗ୍ଧ ହୋଇଗଲେ। କର୍ତ୍ତା ପ୍ରସଙ୍ଗରେ ଠାକୁର ବିଦ୍ୟାସାଗରଙ୍କୁ ବ୍ରହ୍ମର ପ୍ରକୃତ ସ୍ୱରୂପ ସମ୍ବନ୍ଧରେ କହିଥିଲେ। ଏ ଜଗତରେ ବିଦ୍ୟା ମାୟା ସହିତ ଅବିଦ୍ୟା ମାୟା ମଧ୍ୟ ରହିଛି, ଜ୍ଞାନ ଭକ୍ତି ରହିଛି, ପୁଣି କାମିନୀ କାଞ୍ଚନ ମଧ୍ୟ ରହିଛି। ସତ୍ୟ ରହିଛି, ସତ୍ ରହିଛି, ଅସତ୍ ବି ରହିଛି, ଭଲ ରହିଛି, ପୁଣି ମନ୍ଦ ମଧ୍ୟ ରହିଛି, କିନ୍ତୁ ବ୍ରହ୍ମ ନିର୍ଲିପ୍ତ। ଭଲ ମନ୍ଦ ସତ୍ ଅସତ୍ ସବୁକିଛି ଜୀବ ପକ୍ଷର ଅର୍ଥାତ୍ ତାର ଅର୍ଥାତ୍ ବ୍ରହ୍ମର ଏଥିରେ କିଛି ହୁଏ ନାହିଁ। ଯେପରି ପ୍ରଦୀପ ସମ୍ପର୍କରେ କିଏ ଭାଗବତ ପଢ଼ୁଛି, ଆଉ କିଏ ବା ଜାଲ କରୁଛି। ପ୍ରଦୀପ କିନ୍ତୁ ନିର୍ଲିପ୍ତ। ସୂର୍ଯ୍ୟ ଶିଷ୍ଟ ଉପରେ ଆଲୁଅ ଦେଉଛନ୍ତି, ପୁଣି ଦୁଷ୍ଟ ଉପରେ ମଧ୍ୟ ଆଲୁଅ ଦେଉଛନ୍ତି। ଯଦି କହ ତାହେଲେ ଏସବୁ ଦୁଃଖ, ପାପ, ଅଶାନ୍ତି ପ୍ରଭୃତି କ'ଣ? ତାର ଉତ୍ତର ହେଉଛି ଏସବୁ ଜୀବ ପକ୍ଷରେ, ବ୍ରହ୍ମ କିନ୍ତୁ ନିର୍ଲିପ୍ତ। ସାପ ଭିତରେ ବିଷ ରହିଛି, ଅନ୍ୟକୁ କାମୁଡ଼ିଲେ ସେ ମରୁଛି, କିନ୍ତୁ ସାପର କିଛି ହେଉନାହିଁ। ବ୍ରହ୍ମ ଯେ କ'ଣ ତା ମୁହଁରେ କୁହାଯାଇପାରେ ନାହିଁ। ସବୁ ଜିନିଷ ଉଚ୍ଛିଷ୍ଟ ହୋଇଯାଇଛି। ବେଦ, ପୁରାଣ, ତନ୍ତ୍ର, ଷଡ଼ଦର୍ଶନ ସବୁ ଉଚ୍ଛିଷ୍ଟ ହୋଇଯାଇଛି। ସବୁତକ ମୁଖ ଦ୍ୱାରା ପଢ଼ା ହୋଇଛି, ମୁଖରୁ ଉଚ୍ଚାରିତ ହୋଇଯାଇଛି, ତେଣୁ ଅଇଁଠା ହୋଇଯାଇଛି। କିନ୍ତୁ ଗୋଟିଏ ଜିନିଷ କେବଳ ଅଇଁଠା ହୋଇନାହିଁ, ସେ ଜିନିଷଟି ହେଲା ବ୍ରହ୍ମ। ବ୍ରହ୍ମ ଯେ କ'ଣ ଆଜି ପର୍ଯ୍ୟନ୍ତ କେହି ମୁହଁରେ ବର୍ଣ୍ଣନା କରିପାରି ନାହିଁ। ସମସ୍ତେ ନିଶ୍ଚଳ ଅବାକ୍ ହୋଇ ଏସବୁ କଥା ଶୁଣୁଥାନ୍ତି। ସତେକି ସାକ୍ଷାତ୍ ବାଗ୍ଦେବୀ ଶ୍ରୀରାମକୃଷ୍ଣଙ୍କ ଜିହ୍ୱାରେ ଅବତୀର୍ଣ୍ଣ ହୋଇ ବିଦ୍ୟାସାଗରଙ୍କୁ ଉପଲକ୍ଷ୍ୟ କରି ଜୀବର ମଙ୍ଗଳ ପାଇଁ ଏସବୁ କଥା କହୁଛନ୍ତି। ଏହିପରି କିଛି ସମୟ କଥୋପକଥନ କରି ଠାକୁର ଗାତ୍ରୋତ୍ଥାପନ କଲେ। ସେତେବେଳକୁ ରାତି 9ଟା ବାଜିଲାଣି। ଠାକୁରଙ୍କ ଗାଡ଼ିରୁ ଉଠାଇ ଦେବା ଲାଗି ବିଦ୍ୟାସାଗର ଆତ୍ମୀୟଗଣଙ୍କ ସହିତ ଉଠି ଠିଆ ହେଲେ। ଠାକୁର ଶ୍ରୀରାମକୃଷ୍ଣ ବିଦ୍ୟାସାଗରଙ୍କ ଆଧ୍ୟାତ୍ମିକ ମଙ୍ଗଳ ଲାଗି ମୂଳମନ୍ତ୍ର ଜପ କରିବାକୁ ଲାଗିଲେ। ବିଦ୍ୟାସାଗର ଓ ଅନ୍ୟମାନେ ଠାକୁରଙ୍କୁ ପ୍ରଣାମ କଲେ। ତାପରେ